ମାନେ ମୋ ନାଗି ପୁରା ଭଗବାନର ଆହୁରି ବଡ ଏଇ ସାଙ୍ଗମାନେ ଏରକ ରଖି ଦଉଛି ହେଲା ପାଣି ଦବାନି ଝୋଳ କରିବାନି ପୁରା କଷା କମ୍ପ୍ଲିଟ ବଢିଆ ହେଇଛି। ଅକ୍ଷୟ ପିଲା ବି ଖାଉଛି ବିଷ୍ଣୁ ବି ତାଙ୍କର ବସିଲେ ମୋର ବି ବଢା ହେଇଛି। ଖାଉଥାନ୍ତି ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି ଆଶା କରୁଛି ପୁରା ବୋୱାଲ ଥିବ ମୋର ବହୁତ ଭଲରେ ଅଛି। ସାଙ୍ଗମାନେ ଭିଡିଓ ଟିକୁ ଷ୍ଟାର୍ଟ କରିବା। ମୁଁ ଦୀପୁ ସ୍ୱାଗତ କରୁଛି ଆଉ ଏକ ନୂଆ ବ୍ଲଗ ଭିଡିଓକୁ। ମୋର ସାଙ୍ଗମାନେ ଭିଡିଓ ତ ବହୁତ ଦିନ ହେଲାଣି ଆସି ପାରୁନଥିଲା କାରଣ ମୋର ଟିକେ ପ୍ରୋବ୍ଲେମ ଥିଲା ମାନେ ମୋ ଦେହ ଟିକେ ଅସୁସ୍ଥ ଥିଲା ସେଥିପାଇଁ ଆସି ପାରୁନଥିଲା। ଆଉ ହଁ ପୁଅ ଛୁଆରା କିସ କରୁଛ କରିବି ବ୍ଲଗ ବନଉଛି ତମକୁ ଜଣା ପଡୁନି ବ୍ଲଗ ଟା ବନଉଛି ଗୋଟେ କଥା ତମେ କହିଥାନ୍ତି କହିଯାଉ କିଛି ଅସୁବିଧା ନାହିଁ ଯାହା କହିବା କଥା କହିଯାଉ। ମଝିର ମାସଟା ଚାଲିଥିଲା ଚାଲିଥିଲା ମୁଁ ବି ଜାଣିଛି ସେଇ ପାଇଁ ଆଇଁଷ ଫାଇଁଷ କରାହେଇନି। ହଉ ଆଜି ବାର ଅଛି ଟିକେ ଚିକେନ କେନ ହବନି ସାଙ୍ଗମାନେ ସେଟା ବି ସତ କଥା ଏଇ ମାର୍ଗଶିର ମାସ ଗଲା ଝୁଣ୍ଟି ଫୁଣ୍ଟି ଦଉଥିଲେ ଘରକୁ ତ ଆମିଷ କିଛି ଆଣିତେ ଦଉନଥିଲେ ଅଣ୍ଡା ଗୋଟେ ବି ଖାଇତେ ମୋ ବୋଉ ଦଉନଥିଲା। ଆଉ ଠିକ ଅଛି ଆଜି ପଇସା ଯାଉ ଆଣିବ ପଇସା ଦିଅ ମୁଁ ଯାଉଛି ନହେଲେ ପାଖରେ ଯା ପଇସାଟା ସେଇ ପଇସାଟା ନେଇକି ଆଣିଦିଅ ଯାଅ। ହଉ ଠିକ ଅଛି ସାଙ୍ଗମାନେ ଚାଲ ଚିକେନ ଟା ନେଇକି ମସଲା ଏକା ବନାଉ ମୁଁ ଯାଇକି ନେଇକି ସାଙ୍ଗମାନେ ଚିକେନ ତ ନେଇକି ଆସିନି ଦେଖିପାରୁଥିବେ ଚିକେନ ନେଇକି ଆସିଛି ଚାଲ ଦେଖିବା। ବିଷ୍ଣୁ ତ କହିକି ଯାଇଥିଲି ମସଲା ଫସଲା ରେଡି କରିବା ପାଇଁ ତାଙ୍କ ମସଲା କଲେ କି ନାହିଁ ମୁଁ ତ ଜାଣିନି। ଆଉ ଡ୍ୟୁଟି ତ ହଉନି ଆଜି ପାର୍ଟ ପଡିଥିଲା ସେଥିପାଇଁ ଡ୍ୟୁଟି ବି ଯାଇନି। ଯାହା ହଉ ସେ କହିଲେ ଚିକେନ ଟେ କରିବା ପାଇଁ କଲେ କିଛି ଅସୁବିଧା ନାହିଁ। ତାପରେ ଦେଖିବା ନିଅ ଦିଅ ଚିକେନ ଟା ଯାହା ହଉ ଭଲ ଭଳିଆ ଚିକେନ ଟା ଆଣିଛ ମୁଁ ସାଙ୍ଗେ ସାଙ୍ଗେ କରିଦେବି। ହଉ ମସଲା ଫସଲା ରେଡି ସବୁ ହେଇ ପରା ମସଲା ଟା କରି ଆଣିଛି ଶିଳରେ ବାଟିଛ? ହଁ ଶିଳରେ ବାଟିଛି କାହିଁକିନା ତମେ ଗ୍ରାଇଣ୍ଡିଙ୍ଗ କଲେ ଖାଇବନି। ଷ୍ଟାର୍ଟ ତାହେଲେ କର। ଏଇଥିପାଇଁ ଭିଡିଓ ବହୁତ ଦିନ ହେଲାଣି ଆସି ପାରୁନଥିଲା ସେଥିପାଇଁ ସରି ସମସ୍ତଙ୍କୁ କ୍ଷମା କରି ମୋର ତ ଦେହ ଟିକେ ଅସୁସ୍ଥ ଥିଲା ସେଥିପାଇଁ ହେଇପାରୁନଥିଲା। ଚାଲନ୍ତୁ ସାଙ୍ଗମାନେ ଦେଖିବା ବିଷ୍ଣୁ ରୋଷେଇ ଷ୍ଟାର୍ଟ କଲେ କି ନାହିଁ ତ ତାଙ୍କୁ ଚିକେନ ଆଣିକି ଦେଇଥିଲି ତାପରେ ମୁଁ ମୋ କାମ ସାରିକି ଚାଲନ୍ତୁ ଦେଖିବା। ଭଲ ଲାଗିବ ରୋଷେଇ ପ୍ରାୟତଃ ଷ୍ଟାର୍ଟ ହେଇଗଲାଣି ଦେଖିପାରୁଥିବେ। ବିଷ୍ଣୁ ରୋଷେଇ ଷ୍ଟାର୍ଟ ହଁ ଷ୍ଟାର୍ଟ ହେଇଗଲାଣି ପରା ସାଙ୍ଗମାନେ ଦେଖିପାରୁଥିବେ ପିଆଜ ବି ପକେଇ ସାରିଲିଣି। ପିଆଜ ହେଇଥିରେ ଦେଖିପାରୁଥିବେ ପିଆଜ ପକେଇ ସାରିଲେଣି। ତମକୁ ପରା କହିଛି ଟିକେ ଜଲ୍ଦି ଜଲ୍ଦି ଦେଇଦେବି ବୋଲି ରୋଷେଇ କରି ଜଲ୍ଦି ଜଲ୍ଦି ତମେ ମତେ ଆଣିକି ଦେଇଛ। ତାଙ୍କ ରୋଷେଇ ତାଙ୍କର କାର୍ଯ୍ୟକଳାପ ଷ୍ଟାର୍ଟ ହେଇଗଲାଣି। ପିଆଜ ବି ହେଇଗଲାଣି ଆଉ ଅଳ୍ପ ଟିକେ ହବ। ପିଆଜ ବି ପକେଇ ସାରିଲେଣି ଆଜି ତାହେଲେ ମନ ଖୁସି ଅଛି। ହଁ ମନ ଆଜି ଖୁସି ଅଛି କାହିଁକି ନା 2 ମାସ ହେଲାଣି ଖିଆ ହେଇନି। କାର୍ତ୍ତିକ ମାସ ଖିଆ ହେଇନି ମଘିର ମାସ ନୁହେଁ ଯେ ତଥାପି ମାର୍ଗଶିର ମାସ ଉପରେ ଟୋଟାଲ ଖିଆ ହେଇନଥିଲା। ଆଉ ଯୋଗୁ ଆଉ ଆମର ତ ଗୁରୁବାର ଓଷା ପୂଜା ନାହିଁ ଫିର ବି ବୋଉ ଖାଇତେ ଦିଏନି ମାନେ ସେଥିପାଇଁ ଆଜି ବୋଉ କଥା ନୁହେଁ ସମସ୍ତେ କିନ୍ତୁ ଏଟା ମାନିବା କଥା ଘର ସାରା। ମାର୍ଗଶିର ମାସ ବି ଆଇଁଷ ଖାଇବା କଥା ନୁହେଁ ଆମର ବି ଖିଆ ହେଇନଥିଲା ସେଥିପାଇଁ ବିଷ୍ଣୁ ତାଙ୍କର ଆଜି କହିଲେ ମୁଁ ଯେହେତୁ ଡ୍ୟୁଟି ଯାଇନଥିଲି ମାନେ ଦେହ ତ ଖରାପ ଥିଲା ଯାଉନଥିଲି ଏବେ 2 ଦିନ 3 ଦିନ ହେଲାଣି ଆଜି ଟିକେ ଭଲ ଅଛ ବୋଲି ସେଇପାଇଁ ମୁଁ ତମକୁ କହିଲି ଟିକେ ଚିକେନ ଟିକେ ଆଣନି କରିବା ଆଜି ବାରଟା ବି ଭଲ ଅଛି। କହିଲେ ବୋଉ ବି କହିଲା ଯେ ଚିକେନ କରିବା ପାଇଁ ସେଥିପାଇଁ ଚିକେନ ହେଲା। ସେମିତି କିଛି ଆଜି ଖାସ ନାହିଁ ଏମିତି ମନ ହେଲା ଟିକେ ଚିକେନ କରିବା ପାଇଁ ଆଉ ସେଇପାଇଁ ପିଆଜ ଫିଆଜ ପକେଇ ସାରିଲେଣି ତାପରେ ଦେଖିବା ସବୁ ହଉଛି ଦେଖାଯାଉ ଆଉ କାହିଁକି ନା ଆପଣଙ୍କର ପିଆଜ ହଁ ହେଲାଣି ଧଣିଆ ପତ୍ର ବି ଆଣିକି ରଖିଛନ୍ତି। ହଁ ହେଇପରା ପୁରା ଆମ ବାଡିରେ ହେଇଛି ଧଣିଆ ପତ୍ର ଦେଶୀ ଧଣିଆ ଟା ଆଣିକି ରଖାଯାଇଛି। ମୋର ତ ଗୋଟେ ଦୁଃଖ କାଠ ଜାଳ ନାହିଁ ମୋର ପତର ଜାଳ ଆଉ ଏଥିରେ କିଛି ଅଛି ପତର କାଠ ସବୁ ସମାନ ଆଉ ମୋର ତ ଗୋଟେ ଦୁଃଖ ସେଇଟା ଆଉ ସାଙ୍ଗମାନେ କହିବେ କାଠ ଜାଳ ଟା ଭଲ ନା ପତ୍ର ଜାଳ ଟା ଭଲ? ମାନେ ପତ୍ର ଟିକେ ଧୂଆଁ ହବ କିନ୍ତୁ କାଠ ଚୁଲିର ରୋଷେଇ କଥା ଅଲଗା ସ୍ୱାଦ ଅଲଗା। ଗ୍ୟାସର ତ ସେମିତି ଗ୍ୟାସ ଅଛି କରିବା କଥା ଗ୍ୟାସ ମତେ ଭଲ ଲାଗେନି ସେଥିପାଇଁ ତମର ଦେଇକି ଏଠି ଚୁଲ ଫେ ଫେ ହବା କଥା ମୋର। ଚୁଲି ରୋଷେଇଟା ବହୁତ ଭଲ ଚୁଲିର ଯେ ସ୍ୱାଦ ଆସିବ ଗ୍ୟାସର ଆସିବ ନା। କହୁଛି ରାନ୍ଧିଦେମି ଘର ନା 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 ଏଇଠି ଗ୍ୟାସ ର ବହୁତ ଭଲ କର ଏଇଟା ଗ୍ୟାସ ବହୁତ ଭଲ ନୁହେଁ। ଗ୍ୟାସ କହୁଛୁ ଚୁଲିର ବହୁତ ଭଲ ଚୁଲି ରୋଷେଇଟା ବହୁତ ଭଲ ଚୁଲିର ହିଁ କରିବାଟା ଉଚିତ। ଦେଖିପାରୁଥିବେ ମସଲା ବି ପୁରା ମାନେ ଅଧା ଅଧି ହେଇ ସାରିଲାଣି। ଅଧା ହେଇଗଲାଣି ମସଲା ମୋର ଆଉ କେତେ ସମୟ ଆପଣଙ୍କର ଆଉ ଏକ ସମୟ ଓହୋ ସେତିକି ସମୟ ଟିକେ ସମୟ ଟିକେ ସମୟ ଟିକେ ସମୟ ଶୀଘ୍ର କରିଦିଅନ୍ତୁ ମାନେ ଯେମିତି ହବା କଥା ସେମିତି କର ତମେ ସାର୍ ଛାନିଆ ମତେ କଣ ହବ ଛାନିଆ ମୁଁ ଆଉ ଟିକେ ସମୟ ରୁହ ଯେ ଭଳିଆ ପ୍ରୋସେସ ତମର ସେଇଭଳିଆ
କରିବ ଆଉ ସିଏ ଭାବୁଛନ୍ତି ମତେ ଯେମିତି ରୋଷେଇ ଆସେନି। ତମକୁ ରୋଷେଇ ଆସେ? ନା ନା ମତେ କେମିତି ରୋଷେଇ ଆସିବ। ତାଙ୍କର କଣ୍ଟିନ୍ୟୁ ହେଇକି ସବୁ ହଳଦୀ ହଳଦୀ ଖୋଲିଲେኝ। ତାହେଲେ ହଳଦୀ ହଁ ହଳଦୀଟା ଆଉ ଥର ତ ଚିକେନ କରିବା ଜାଣିଛ? ଆଜ୍ଞା ନହେଲେ ମାଛ ଫାଛ ଯେତେବେଳେ କରିବା ତମେ ଟିକେ ରୋଷେଇ କରିଦବ ତ। ଠିକ ଅଛି ଠିକ ଅଛି ମୁଁ ହଁ ତମେ ଆଜି କର ଆର ଆର ବାରି ସାଙ୍ଗ ମାନଙ୍କୁ ବି ଦେଖେଇବା ଦରକାର ତମେ ରୋଷେଇ ଶିଖିଛ। ହଁ ଅସୁବିଧା କିଛି ନାହିଁ। ତମେ ବ୍ଲଗ ବନେଇବ ମୁଁ ଆଜି ହଁ ବ୍ଲଗ ହଁ ବନେଇବ ତମେ ବ୍ଲଗ ବନେଇବ ମୁଁ ହଁ କରିବି ନିହାତି କିଛି ନିହାତି। ଅସୁବିଧା ନାହିଁ। ମୁଁ କି ଜାଣିଥିଲି ନା ତମେ ବ୍ଲଗ ବନଉଥିଲ ବୋଲି। ଆଉ ମୁଁ ତ ଗଲା ବେଳକୁ ତମର ନାହିଁ ସେଠି ଷ୍ଟାର୍ଟ ମୁଁ କରିଦେବି। ଆଜି ଯେତେ ଘର ଅଛି। ସାଙ୍ଗମାନେ ଆପଣ ଚିନ୍ତା କରିପାରୁଥିବେ ମୋର ଆଜି ପାର୍କ ବୋଲି ମୁଁ ଡ୍ୟୁଟି ଯାଇନି। ଆଉ ତ ଭିଡିଓ ବହୁତ ଦିନ ହେଲାଣି ଆସି ପାରୁନଥିଲା କାହିଁକିନା ମୁଁ ତ କହିନି ଆପଣ ମାନଙ୍କୁ ଏ ସମସ୍ୟା ଥିଲା ସେଥିପାଇଁ ଆଉ ମୁଁ କହିଲି ଯେ ମୌକା ଅଛି ମାନେ ବ୍ଲଗ ଟା ବନେଇବା ମୁଁ ଠିକ ବନେଇବା ସମୟରେ ହିଁ ପହଞ୍ଚିଗଲେ ବି। ହଁ ବନେଇବା ସମୟରେ ଯାଇକି ପହଞ୍ଚିଗଲେ ଆଉ। ଏଟା ଲଙ୍କାଟା ବୋଧେ ନା? ଏଟା ନା ହୁଁ ଏଟା ଲଙ୍କା ନୁହେଁ ଆଉ ଏଟା ଚିନି ଗୁଡା। ଚିନି ହଁ ହେଇ ଦେଖ ଏଇଟା ଲଙ୍କା ତମକୁ ହେଟା କିଏ କହିଲା? ଏଟା ଲଙ୍କା ନୁହେଁ। ଲଙ୍କା ଗୁଣ୍ଡ ବି ପଡିଗଲା। ସିଏ ଦିଟା ମତେ ବାଁସ ଆଣିକି ଦେଇଦେଲେ ତାର ଜଳୁଛି ପତ୍ରଠୁ ଆହୁରି ଅଧିକା। ସେତେବେଳେ ସେ ତମେ ନିଜେ କିସ କହିଲ କୁହନା ଜଳୁନି ଆମର କାଠ ଆଣିକି ଦେଲି ଜଳିଲା। କାଠ ଜଳିନେ ବି ଖରାପ ନ ଜଳିଲେ ଖରାପ ସବୁର ଦୋଷ ନା କଣ? ଏଟା ଗୋଟେ କି ଭଳିଆ କଥା ଏଠି କିଏ ଜଣେ ବତା ଦିଟା ଆଣିଲେ ବତା ଦିଟା ତାର ଏତେ ଜୋର ଜଳୁଛି ଯେ ପତରଠୁ ଆହୁରି। ମାନେ ଚାଲୁନ ଦେଖିବା ବିଷ୍ଣୁଙ୍କର ରୋଷେଇବାସ ସରିଲା କି ନାହିଁ କେତେ ବାଟ କଣ କଲେ ତରକାରୀ ହେଲା କି ନାହିଁ ଦେଖିବା ଆଉ। ବିଷ୍ଣୁ ଆଜ୍ଞା ଆପଣଙ୍କର ହେଇଗଲାଣି କଷାଟା। କଷା ହେଇଗଲାଣି। ହଁ ଏଇ ସାଙ୍ଗମାନେ ଏଇଟାକୁ ରଖି ଦେଖିପାରୁଥିବେ ଦଉଛି ହେଲା ପାଣି ଦବାନି ଝୋଳ ଦେଖିପାରୁଥିବେ ସାଙ୍ଗମାନେ କରିବାନି। ପୁରା କଷା କମ୍ପ୍ଲିଟ ଏବେ ହେଇଯାଇଛି। ଆମ ମା ଏଠି ବସି ଆମ ଅକ୍ଷୟ କୁମାରୀ ବି ଏଠି ବସିଛନ୍ତି। ଅକ୍ଷୟ ପୁଲା ପୁରା ବୋଉ କେଡେ ଗଲେ ବୋଉ ଇଆଡେ ସିଆଡେ ଯାଇଛନ୍ତି। ବୋଉ ଅଛନ୍ତି ଝୋଳ ହବନି ନା? ଝୋଳ କରିବା ନା ଅଳ୍ପ ଟିକେ ଝୋଳ କରିବା। ହଁ ଅଳ୍ପ ଟିକେ ଝୋଳ କର କାହିଁକିନା ଭାତ ଖିଆଯିବ ନା ଝୋଳ ହଁ ଅଳ୍ପ ଟିକେ ଝୋଳ ନକଲେ କରିବା। ଭଲ ତ ହବନି। ଅଳ୍ପ ଝୋଳ କର ହଉ ସେଇ ମୋ ବୋଉ ବି ଆସିଛି ଦେଖିପାରୁଥିବେ। ତା ଡିମାଣ୍ଡ ଥିଲା କାଲି ପାଖରୁ ମତେ କହିଲା ଛୁଆ କାଲି ଟିକେ ଚିକେନ ଆଣିବୁ କାହିଁକିନା ମାର୍ଗଶୀର ମାସ ସାରା ଅର୍ଡର ଚିକେନ ପୁରା ଫିକେନ ହେ ହେଇନି ହଁ। ବୋଉର ପୁରା ଅର୍ଡର ହେ ହଁ ଇଏ ମୋ ବୋଉ ନୁହେଁ ଇଏ ମୋ ହୋମ ମିନିଷ୍ଟର। ବୋଉ ତୁ କିଛି କହିବୁ ମୋ ଚିକେନ ତ ଆଣିବା ପାଇଁ କହିଲ। ଭିଉଅର ମାନଙ୍କୁ ଟିକେ କହ ଟିକେ ଚ୍ୟାନେଲ ଟାକୁ ସବସ୍କ୍ରାଇବ କରିବେ ଦେଖୁଛନ୍ତି ଲାଇକ୍ କରିବେ ଭିଡିଓ ଟାକୁ କହନି। ହାଏ ସାଙ୍ଗମାନେ ହାଏ ପୁରା ମୋ ବୋଉଙ୍କ କଥା ଟିକେ ମାନିକି ଭିଡିଓ କୁ ଟିକେ ଲାଇକ୍ ଫାଇକ୍ କରିବେ ଆଉ ନା କିଛି କହୁଛୁ। ହଁ ଲାଇକ୍ ଟିକେ ନିଶ୍ଚିନ୍ତ ଟିକେ ଲାଇକ୍ କରିବେ ପାଣି ହଉ ଦେଇ ଦଉଛି। ହଁ ଠିକ ଅଛି ପାଣି ଫାଣି ଦିଅନ୍ତୁ ତାପରେ ସାଙ୍ଗମାନେ ଖାଇଲା ବେଳେ ଏକାଥରେ ଖାଅ ଆଉ। ହଉ ସାଙ୍ଗମାନେ ଖାଇବେ ଆମର ତ ବଢା ବୁଢୀ ସରିଗଲେଣି ଦେଖିପାରୁଥିବେ ଖାଇଲେଣି। ମାନୁ ଏଠି ଖାଉଛି ବୋଉ ଏଠି ଖାଇଲେଣି। ବୋଉ ମା କେରକେ ହେଇଛି ତରକାରୀ ବଢିଆ ହେଇଛି। ଅକ୍ଷୟ ପିଲା ବି ଖାଉଛି ସିଏ ବିଷ୍ଣୁ ଅକ୍ଷୟ ବି ପୁଲା ତାଙ୍କର ବସିଲେ ମୋର ବି ବଢା ହେଇଛି ମୁଁ ବି ଯାଇ ଖାଇମି ଆଉ। ଖାଇବା ଟା ବଢିଆ ଲାଗୁଛି ଆଜି। ଦେଖିପାରୁଥିବେ ପିଆଜ ଏଇଠି ମୁଁ ଖାଇବା ରଖିଛି। ରେଡି ପୁରା ସମସ୍ତେ ବି ଖାଇଲେ ମୁଁ ଏକଲା ବାକି ଅଛି ସମୟ ବି ବହୁତ ହେଇଗଲାଣି ପାଖାପାଖି ଅଢେଇଟା ପାଖାପାଖି ହେଇଗଲାଣି। ବିଷ୍ଣୁ ବି ଖାଇଲେଣି ଡାକି ଡାକି ହଉ ଖାଇଦିଅ ସାଙ୍ଗମାନେ ଆସନ୍ତୁ ସାଙ୍ଗ ହେଇକି ସବୁ ମିଶିକି ଖାଇଦବା। ସମସ୍ତେ ମିଶିକି ଖାଇଦେଲେ ବଢିଆ ହବ। ହୁଁ ସମସ୍ତେ ମିଶିକି ଖାଇଲେ ହଁ ଆହୁରି ବଢିଆ ହବ। ସମସ୍ତେ ସେଇଥିପାଇଁ ପରା ଡାକୁଛି ସମସ୍ତେ ମିଶିକି ଖାଇଦବା। ଠିକ ଅଛି ସାଙ୍ଗମାନେ ପୁଣି ଆଉ ଗୋଟେ ନୂଆ ବ୍ଲଗ ଭିଡିଓରେ ଦେଖାହବ ରହୁଛୁ ଜୟ ଜଗନ୍ନାଥ।